ବୋଉ 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 କ'ଣ କରୁଛ ବା? ମୋ ପୁଅର ବହି ବସିକି କ'ଣ ପଢୁଛ? ଆରେ ଦେଖୁଛି ଆରେ ତୁ ଡାକୁଛୁ ମୋ କାନ ଏତେ ବନ୍ଦ କରିଦେବି ଶୀତ ଲାଗୁଛି ତ। ଆସ ଆସ ଗରମା ଗରମ ମୁଢ଼ି ଘାଣ୍ଟ ଆଜି ଟିକେ କରିଛି। ଆଉ କ'ଣ ହେଇଛି? ମୁଢ଼ି ଘାଣ୍ଟକୁ ଅରୁଆ ଭାତ ଗରମ ଗରମ କରିଛି। ଆସ ଖାଇବା କେମିତି ହେଇଛି ଆଗ ଟେଷ୍ଟ ଟିକେ କୁହ। ହାତ ଧୋଇକି ଆସେ। ଜଲ୍ଦି ଆସ। ହଁ ହଁ ଯାଉଛି। ବୋଉ ଏବେ ହାତ ଧୋଇକି ବସି ପଇଲେ ଦେଖିବା ବୋଉ ଟେଷ୍ଟ କରି କହିବେ କେମିତି ହେଇଛି ମୁଢ଼ି ଘାଣ୍ଟଟା। ବଢ଼ିଆ ବାସ୍ନା ହେଉଛି କିନ୍ତୁ ଝିଅ। ବାସ୍ନା ହେଉଛି ନା? ଗାଁ ଘାଣ୍ଟ ଭଳିଆ ବାସ୍ନା ହେଉଛି ନା? ୟାମି ଲାଗୁଛି। ଆରେ ରାଗ ଦେଲୁ ନୁହେଁ ଝିଅ? ରାଗ କଲେ ପୁଅ ଖାଉନି ନା ସେଥିପାଇଁ ଟିକେ କମ୍ ରାଗ କରିଛି। ଆରେ ବଢ଼ିଆ ହେଉଛି ଝିଅ। ଭଲ ଲାଗୁଛି ନା? ୟାମି ଲାଗୁଛି। ଆଜି କ'ଣ ହାତରେ ଯାଦୁଛି ନା କ'ଣ? ଚୁଙ୍ଗୁଡ଼ି ଆଉ ଟିକେ ପଠେଇଲି ଚୁଙ୍ଗୁଡ଼ି ବଢ଼ିଆ ଲାଗିଥାନ୍ତା। ଚୁଙ୍ଗୁଡ଼ି ନାହିଁ ଖାଲି ଭାକୁର ମାଛ ମୁଣ୍ଡ ଆଉ ପିସ୍ ଗୁଡ଼ା ପକେଇକି କରିଛି ଆଉ। ବଢ଼ିଆ ୟାମି ଲାଗୁଛି ଝିଅ। ବଢ଼ିଆ ଏମି ଏମି। ଏମିତି କହିବୁ ନା। ବୋଉ ପିଆଜ ଦେବି କି ଦି ଖଣ୍ଡ? ଦେଲୁ ତ ପିଆଜ କମଳା ଟିକେ ଦେଇଥାନ୍ତୁ। ଲଙ୍କା ଚବି ପକଉଛୁ ମୁଁ। ହଉ ହଉ ମୁଁ ଆଣୁଛି ଖାଉଥାଉ ଆଣୁଛି ଆଉ। ପାଗ ପାଣି ବିନା ବୋଉଙ୍କର ଖାଇବା ଅଧୁରା ନା କ'ଣ? ଆଉ ତାହେଲେ କମଳା ପିଆଜ ଆଣେ ପାଗ ଟିକେ ଚୁଙ୍ଗୁଡ଼ି ଡାଲମା କରିବୁ ତ। ହଉ କରିବା ଆଉ ହେଲା ଭଲ ଝିଅ।